भास्करଙ୍କ ହାତରେ ସୌମ୍ୟଙ୍କ କାଳି କାଳିମାଡ଼ ପରେ ଏବେ ପ୍ରମୋସନ ପାଳି 5T ସଚିବ ପୁରୀ ଗସ୍ତରେ ଯାଇଥିବା ବେଳେ ସତ୍ୟବାଦୀରେ ସଭାକୁ ଯିବା ପୂର୍ବରୁ କାଳିମାଡ଼ ହେଲା। ଭାସ୍କର ସାହୁ ନାମକ ଯୁବକ କାଳିମାଡ଼ କଲେ, କିନ୍ତୁ କାଳିମାଡ଼କୁ ଭ୍ରୁକ୍ଷେପ ନ କରି ଆଗକୁ ବଢ଼ିଥିଲେ 5T ସଚିବ ଭିକେ ପାଣ୍ଡିଆନ। କିନ୍ତୁ ଏହି କାଳିମାଡ଼ ଘଟଣାକୁ ଅତି ରୋଚକ କରି ଦେଖାଇଥିଲା ସୌମ୍ୟଙ୍କ ପାରିବାରିକ ମାଲିକାନାରେ ଥିବା କନକ ନ୍ୟୁଜ। ଘଣ୍ଟା ଘଣ୍ଟା ଲାଇଭ୍ ସାଙ୍ଗକୁ ଡିବେଟ୍ ଲାଗୁଥିଲା ସତେ ଯେମିତି ଏହି ଘଟଣାକୁ ଲାଇଭ୍ କରିବାକୁ କନକ ନ୍ୟୁଜ ଢେର ପୂର୍ବରୁ ପ୍ରସ୍ତୁତି ସାରିଥିଲା। କନକ ନ୍ୟୁଜର ହଠାତ୍ ଏଭଳି ଆଭିମୁଖ୍ୟ ଦେଖି ବାହାରେ ମଧ୍ୟ ଚର୍ଚ୍ଚା ହେଲା, ଆଜି ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୋଇଛନ୍ତି ନା କ'ଣ, ନଚେତ୍ 5T ସଚିବଙ୍କ ଗସ୍ତକୁ ଏତେ ଗୁରୁତ୍ୱ ଦେଉନଥିବା କନକ ନ୍ୟୁଜ ସେଦିନ ଏତେ ସକ୍ରିୟ କାହିଁକି ହେଲା? ଆଉ ବୁଝୁ ବୁଝୁ ଯାହା ସାମ୍ନାକୁ ଆସିଲା ତାହା କାଳେ ଅତି ସାଂଘାତିକ ବିଷୟ। କାଳିମାଡ଼ ସିନା ଭାସ୍କର କଲା, କିନ୍ତୁ କାଳିମାଡ଼ର କାର୍ପଟଦାର ସୌମ୍ୟ ବାବୁ ଥିଲେ ବୋଲି ଚର୍ଚ୍ଚା ଭାରି ଜୋର ଧରିଛି। ଆଉ ଏହି ଚର୍ଚ୍ଚାକୁ ବଳ ଯୋଗାଇଲା ସୋସିଆଲ ମିଡ଼ିଆରେ ଭାସ୍କରଙ୍କ ସହ ସୌମ୍ୟଙ୍କର ଘୁରି ବୁଲୁଥିବା ଫଟୋ। ସୌମ୍ୟଙ୍କ ଇଙ୍ଗିତରେ କାଳେ ଭାସ୍କର କାଳିମାଡ଼ କରିଛି ବୋଲି ଏବେ ରାଜନୈତିକ ଖଟିରେ ଚର୍ଚ୍ଚା। ବିଜେଡି ପାଇଁ ବିଭୀଷଣ ସାଜିଥିବା ସୌମ୍ୟ ପ୍ରଚ୍ଛଦ ପଟରେ ରହି କାଳେ ଏଭଳି କାଣ୍ଡ କରାଇଥିବା ଶୁଣିବାକୁ ମିଳୁଛି। ତେବେ 5T ସଚିବଙ୍କୁ ବଦନାମ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ସେତେବେଳେ ଫସର ଫାଟିଲା ଯେତେବେଳେ ମା ମାନେ ପାଣ୍ଡିଆନଙ୍କ ମୁହଁକୁ ନିଜ ପଣତ କାନିରେ ପୋଛି ଦେଇ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ମା ମାନଙ୍କର ଏଭଳି ଭଲ ପାଇବା ଓ ମମତା ଦେଖି ସୌମ୍ୟଙ୍କର ଅକଲ ଗୁଡୁମ ହୋଇଯାଇଥିଲା ବୋଲି ଶୁଣିବାକୁ ମିଳୁଛି। ପାଣ୍ଡିଆନଙ୍କୁ ବଦନାମ କରିବାର ଫର୍ମୁଲା କାଳେ ଷଡ଼ଯନ୍ତ୍ରକାରୀଙ୍କ ପାଇଁ ବୁମେରାଙ୍ଗ ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା। ଏପରିକି କାଳିମାଡ଼ ଘଟଣାକୁ ଓଡ଼ିଶାର କୋଣ ଅନୁକୋଣରୁ ନିନ୍ଦା କରାଗଲା। ପାଣ୍ଡିଆନଙ୍କ ପ୍ରତି ଏଭଳି ଭଲ ପାଇବା ଦେଖି ସୌମ୍ୟ ଏବେ ବାଉଳି ଚାଉଳି ହେଉଥିବା କୁହାଯାଉଛି, ଯେଉଁଥିପାଇଁ ଏବେ କନକ ନ୍ୟୁଜକୁ ପୁଣି ଥରେ ସୌମ୍ୟ ଅସ୍ତ୍ର କରିଥିବା ଚର୍ଚ୍ଚା ହେଉଛି। କାଳିମାଡ଼ ଘଟଣା ପରେ ସୌମ୍ୟଙ୍କ ପାରିବାରିକ ମାଲିକାନାରେ ଥିବା କନକ ନ୍ୟୁଜ ଏବେ ଭାସ୍କରକୁ ପ୍ରମୋଟ କରିବାକୁ ଜୋରସୋରରେ ଉଦ୍ୟମ କରିଥିବା କୁହାଯାଉଛି। ସ୍ୱତନ୍ତ୍ର ସାକ୍ଷାତକାର ଜରିଆରେ ଭାସ୍କରଙ୍କ ତୁଣ୍ଡରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ବଦନାମ କରିବାକୁ କାଳେ ସୌମ୍ୟଙ୍କର ଅଘୋଷିତ ନିର୍ଦ୍ଦେଶ ଥିବା ଚର୍ଚ୍ଚା ହେଉଛି। ନହେଲେ କାଳିମାଡ଼ ଦିନ ନିଜ ଅଞ୍ଚଳର ମୌଳିକ ସମସ୍ୟା କଥା କହୁଥିବା ଭାସ୍କର କନକ ନ୍ୟୁଜର ସାକ୍ଷାତକାରରେ ନିଜର ଏଜେଣ୍ଡା ବଦଳାଇ କେବଳ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ସୀମିତ ରଖିନଥାନ୍ତେ। ନିଜର ଦାବିକୁ ଗଣମାଧ୍ୟମ ଜରିଆରେ ସରକାରଙ୍କ ପାଖରେ ପହଞ୍ଚାଇ ପାରିଥାନ୍ତେ। କିନ୍ତୁ ଭାସ୍କର ତାହା ନକରି ବିରୋଧୀ ଦଳର କର୍ମୀଙ୍କ ଭଳି ପ୍ରତିକ୍ରିୟା ରଖୁଥିଲେ। ଭାସ୍କରଙ୍କ ଏହି ପ୍ରତିକ୍ରିୟାକୁ ସିଧାସଳଖ କନକ ନ୍ୟୁଜରେ ପ୍ରସାରଣ ମଧ୍ୟ କରାଗଲା, ଯାହାକୁ ନେଇ ଏବେ ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଛି ଭାସ୍କରଙ୍କ ସିନା ତୁଣ୍ଡ, କିନ୍ତୁ ପଛରେ କାମ କରୁଥିଲା ସୌମ୍ୟଙ୍କ ମୁଣ୍ଡ।